ଘଟଗାଁର ଖୁଣ୍ଟା ଗ୍ରାମରେ ଜଙ୍ଗଲରେ ଜଣେ ବ୍ୟକ୍ତି ଅନାଧିକାର ପ୍ରବେଶ କରି ଜମି ଜବରଦଖଲ କରିଥିବାରୁ ଗ୍ରାମବାସୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଆଜି ବିଚାର ବିଭାଗୀୟ ଅଧିକାରୀମାନେ ଆସି ପରିଦର୍ଶନ କରିଥିଲା ବେଳେ ଆଗାମୀ 25 ତାରିଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାହା ଶୁଣାଣି ହେବ। ଜଙ୍ଗଲ ଅଧିକାର ନିୟମର ସତ୍ୟାସତ୍ୟ ଯାଞ୍ଚ କଲେ ଅଧିକାରୀ। ଜଙ୍ଗଲ ଅଧିକାର ନିୟମର ସତ୍ୟାସତ୍ୟ ଯାଞ୍ଚ ନିମନ୍ତେ ଆଜି ଗଦାଧରପୁର ଆର୍ଆଇ ବୁଲୁରାମ ଟୁଡୁ, ଫରେଷ୍ଟର କୋଅର୍ଡିନେଟର ସତୀଶ ଦତ୍ତ, ଫରେଷ୍ଟ ଗାର୍ଡ ପୂଜାରାଣୀ ବଳ ଖୁଣ୍ଟା ଗ୍ରାମ୍ୟ ଜଙ୍ଗଲ ପରିଦର୍ଶନ କରିଥିଲେ। ଜଙ୍ଗଲରେ ହୋଇଥିବା ବେନିୟମ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ଉପସ୍ଥିତ ଥିଲେ ଖୁଣ୍ଟା ଗ୍ରାମବାସୀ ନିର୍ମଳ ପଲେଇ, ନୃସିଂହ ପଲେଇ, ରମେଶ ପଲେଇ, ଶାନ୍ତନୁ ପଲେଇ, ସୁବ୍ରତ ପଲେଇ, ପ୍ରଶାନ୍ତ ପଲେଇ, ଲକ୍ଷ୍ମଣ ବେହେରା, ରବି ନାୟକ, ଜୟକୃଷ୍ଣ ପଲେଇ, ବିଭୁ ଚକ୍ର, ରଞ୍ଜନ ପ୍ରଧାନ, ଯୁଗଳ ପଲେଇ, ଲକ୍ଷେନ୍ଦ୍ର ପାତ୍ର ଏ ସମସ୍ତେ ଉପସ୍ଥିତ ଥିଲେ। ब्यूरो रिपोर्ट OTN TV।